ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। प्रथम अध्याय। ब्रह्मसूत्र गुड़िकरे गीता को स्मृति बोली कुहाଯାଇଛି एवं गीतारे मध्य ब्रह्मसूत्रर उल्लेख रहिछि। तेबे एही उभय ग्रंथ मध्यरु केउटी प्रथमे ओ केउटी परवर्ती समय रचित होइछि तिलकजीଙ୍କ मतरे बादरायणाचार्य वर्तमान उपलब्ध महाभारत को नूआ भावरे लेखि नाहंती। सेतेबेले लोकस्मृतिरे उज्जीवित महाभारत युद्ध संबंधित कथावस्तुर आख्यान उपाख्यान आदि संयोग करी तथा आवश्यक स्थले ताको संशोधन करी परिवर्तित ओ परिवर्धित रूपे एही ग्रंथर संकलन करिसंती। एही संशोधन समय ही गीतारे क्षेत्रज्ञ जोग वर्णना प्रसंगरे विस्तार पूर्वक आलोचना करा जायछि। तेणु वर्तमान उपलब्ध गीता जे तार यथार्थ स्वरूप हराइछि एथिरे संशय करिवार कौनसी कारण नाही। महाभारत युद्ध अनुसारे युद्ध परांत पांडव माने 36 वर्ष पर्यंत सुख शांति पूर्वक राज्य शासन कले। सेमानकर एही शासन अवधि मध्यरे गीता रचित होई नथिला। एहार प्रमाण स्वरूप महाभारतर अश्वमेध पर्वरे वर्णित एक प्रसंग प्रणिधान योग्य। यह महाभारत युद्धर परवर्ती घटना। युधिष्ठिरଙ୍କ सिंहासनारोहण ପରେ ଶ୍ରୀକୃଷ୍ଣ ନିଜ ଧାମ ଦ୍ୱାରକାକୁ ପ୍ରତ୍ୟାବର୍ତ୍ତନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହି ସମୟରେ ଅର୍ଜୁନ ତାଙ୍କର ପ୍ରିୟ ସଖାଙ୍କୁ ଆଉ ଥରେ ଗୀତା ଜ୍ଞାନ ଶୁଣାଇବାକୁ ଅନୁରୋଧ କରିଥିଲେ। କାରଣ ଯୁଦ୍ଧର ଘୋର ଖର୍କର ନାଦରେ ସେ ଗୀତା ଜ୍ଞାନକୁ ଏକାଗ୍ର ଚିତ୍ତରେ ଶୁଣି ପାରିନଥିଲେ। ପ୍ରତ୍ୟୁତ୍ତରେ ଶ୍ରୀକୃଷ୍ଣ ମଧ୍ୟ ନିଜର ଅସମର୍ଥତା ପ୍ରକାଶ କରି କହିଲେ ଯେ ସିଏ ମଧ୍ୟ ତାହା ଆଉ ଶୁଣାଇ ପାରିବେ ନାହିଁ। କାରଣ ସେତେବେଳେ ଏହାକୁ ସେ ଯୋଗ ଯୁକ୍ତ ଅବସ୍ଥାରେ ହିଁ କହିଥିଲେ। ବର୍ତ୍ତମାନ ସେ ସବୁ କଥା ତାଙ୍କର ବିସ୍ମରଣ ହୋଇଯାଇଛି। न शक्य तन्मया भूयस्तथा वक्तुमशेषतः परं हि ब्रह्म कथितं ଯୋଗଯୁକ୍ତେନ ତନ୍ମୟା। ଏହି ପର୍ବର ଅନ୍ୟ ଏକ ସ୍ଥାନରେ ମଧ୍ୟ ଶ୍ରୀକୃଷ୍ଣ ଅର୍ଜୁନକୁ ଭର୍ତ୍ସନା କରି କହିଛନ୍ତି, ମୁଁ ଅତ୍ୟନ୍ତ ଗୋପନୀୟ କଥା ମହତ୍ୱପୂର୍ଣ୍ଣ କଥା ତୋତେ କହିଥିଲି, କିନ୍ତୁ ତୁ ମନ୍ଦବୁଦ୍ଧି ହେତୁ ତାହା ଗ୍ରହଣ କରିବାକୁ ସକ୍ଷମ ହେଲୁ ନାହିଁ। ଏ କଥା ମୋତେ ଭଲ ଲାଗୁନାହିଁ। ମୁଁ ମଧ୍ୟ ଆଉ ଥରେ ସେ କଥା କହିବାକୁ ଅକ୍ଷମ। କାରଣ ଗୀତା ଜ୍ଞାନ ଆଉ ମୋର ମନେ ପଡୁନାହିଁ। ହେ ଅର୍ଜୁନ, ତୁ ଶ୍ରଦ୍ଧା ଓ ବୁଦ୍ଧିହୀନ ଅଟୁ। ପୁଣି ଥରେ ସେହି ସମ୍ପୂର୍ଣ୍ଣ କଥା କହିବାକୁ ମୁଁ ମଧ୍ୟ ଅସମର୍ଥ ଅଟେ। ଅବୁଦ୍ଧେୟାନାଗ୍ରହୀତ୍ୟୁକ୍ତଂ ତନ୍ମେ ସୁମହତ ପ୍ରିୟଂ ନ ଚ ସାଥେ ପୁନଃ ଭୂୟଃ ସ୍ମୃତି ମେ ସମ୍ଭବିଷ୍ୟତି। ନିୟମଷ୍ଟଧାନୋ ଅସି ଦୁର୍ମେଧ୍ୟାୟସି ପାଣ୍ଡବ ନ ସ ଶକ୍ୟ ପୁନଃ ବକ୍ତୁମ୍ ଅଶେଷେଣ ଧନଞ୍ଜୟ। କିନ୍ତୁ ମହାଭାରତ ଆଦି ପର୍ବରେ ଠିକ୍ ଏହାର ବିପରୀତ ଭାବ ପ୍ରକାଶ କରୁଥିବା ଶ୍ଲୋକ ଦେଖିବାକୁ ମିଳେ। ସେଠାରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଗୀତାକୁ କେବଳ ମୁଁ ଜାଣେ, ବ୍ୟାସଦେବ ଜାଣନ୍ତି, ତାପରେ ଅର୍ଜୁନ ଜାଣନ୍ତି। ସଞ୍ଜୟ ସମ୍ପୂର୍ଣ୍ଣ ଶ୍ଲୋକ ଜାଣିଛନ୍ତି କି ନାହିଁ କହିହେବ ନାହିଁ। ଅହଂ ବେଦ୍ମି ଶୁକୋଂ ବେତି ସଞ୍ଜୟ ବେତି ବା ନ ବା। ସେହି ଏକ ବ୍ୟକ୍ତି ଗୋଟିଏ ପର୍ବରେ କହିଛନ୍ତି ଯେ ଯୁଦ୍ଧ ପଡ଼ିଆରେ ଦେଇଥିବା ଗୀତା ଜ୍ଞାନ ମୁଁ ଭୁଲି ଯାଇଛି ଏବଂ ଅନ୍ୟ ପର୍ବରେ ଗୀତାକୁ କେବଳ ମୋ ବ୍ୟତୀତ ବ୍ୟାସଦେବ ଓ ଅର୍ଜୁନ ଜାଣନ୍ତି ବୋଲି କୁହନ୍ତି। ଏହିପରି ମହାଭାରତର ବିଭିନ୍ନ ସ୍ଥାନରେ ଥିବା ଶ୍ଲୋକମାନଙ୍କ ମଧ୍ୟରେ ପୂର୍ବାପର ସଂଗତି ରକ୍ଷା ହୋଇନାହିଁ। କାରଣ ଏଗୁଡ଼ିକ କୌଣସି ପକ୍ଷେ ଲେଖକଙ୍କର କୃତି ନୁହେଁ।
ମନରେ ପ୍ରଶ୍ନ ଉଠେ ଯେ ଯେଉଁଠି ସ୍ୱୟଂ ଗୀତାରେ ବକ୍ତା ସମ୍ମୁଖରେ ଆଉ ଶୁଣିଥିବା ଅର୍ଜୁନ ଓ ଦିବ୍ୟ ଦୃଷ୍ଟି ଦ୍ୱାରା ସେମାନଙ୍କର କଥୋପକଥନକୁ ଅବିକଳ ଶୁଣିଥିବା ସଞ୍ଜୟ ଏହି ଜ୍ଞାନକୁ ଜାଣିନଥିଲେ ବା ଭୁଲି ଯାଇଥିଲେ, ତେବେ ପରବର୍ତ୍ତୀ ସମୟରେ ତାହା ଗ୍ରନ୍ଥ ରୂପେ ପ୍ରକାଶିତ ହେଲା କିପରି? ଯଦି ଯୁକ୍ତି କରାଯିବ ଯେ ବ୍ୟାସଦେବ ଅନ୍ତର୍ଦୃଷ୍ଟି ଦ୍ୱାରା ଶ୍ରୀକୃଷ୍ଣାର୍ଜୁନ ସମ୍ବାଦକୁ ଦର୍ଶନ ଓ ଶ୍ରବଣ କରି ତାକୁ ଗ୍ରନ୍ଥ ରୂପ ଦେଇଥିଲେ, ତେବେ ଏଠାରେ ଶ୍ରୀକୃଷ୍ଣଙ୍କର ନ୍ୟୁନତା ପ୍ରତିପାଦନ ହେଉନାହିଁ କି? ଗୀତା ଅନୁସାରେ ସତ୍ୟ ସନାତନ ଧର୍ମର ସ୍ଥାପନା ହିଁ ଈଶ୍ୱରୀୟ ଅବତରଣର ଏକମାତ୍ର ଆଭିମୁଖ୍ୟ। ଅଥଚ ଅର୍ଜୁନଙ୍କୁ ରକ୍ତରଞ୍ଜିତ ଯୁଦ୍ଧରେ ପୁନଃ ପ୍ରେରିତ କରିବା ପାଇଁ ଗୀତା ଶୁଣାଯାଇଥିଲା ବୋଲି ସ୍ୱୟଂ ଗ୍ରନ୍ଥାକାର ଅଭିମତ ଦିଅନ୍ତି। ହିଂସାର ଭିତ୍ତିଭୂମି ଉପରେ କୌଣସି ଧର୍ମର ସ୍ଥାପନା ହୋଇନପାରେ। ଅନ୍ୟପକ୍ଷରେ ଯଦି ଶ୍ରୀକୃଷ୍ଣଙ୍କୁ ପରମାତ୍ମାଙ୍କ ଅବତାର ବୋଲି ସ୍ୱୀକାର କରାଯିବ, ତେବେ ସାଧାରଣ ମନୁଷ୍ୟ ପରି ସେ ନିଜେ କହିଥିବା ଦୃଶ୍ୟକୁ ଆଉଥରେ କହିବାକୁ ସକ୍ଷମ ହେଲେ ନାହିଁ କିପରି? ପୁନଶ୍ଚ ଗୀତାରେ ସଞ୍ଜୟ କୁରୁକ୍ଷେତ୍ର ରଣାଙ୍ଗନର କୋଳାହଳପୂର୍ଣ୍ଣ ଭୟଙ୍କର ପରିବେଶର କଥା ବର୍ଣ୍ଣନା କରିଛନ୍ତି। ସେତେବେଳେ ଉଭୟ ପକ୍ଷରୁ ତୁମୁଳ ନାଦ କରି ଗର୍ଜି ଉଠୁଥିବା ଶଙ୍ଖ, ଭେରୀ, ମୃଦଙ୍ଗ, ନାଗରା, ଶିଙ୍ଗା ପ୍ରଭୃତି ଦ୍ୱାରା ଯୁଦ୍ଧକ୍ଷେତ୍ର ଅତି ଭୟଙ୍କର ଶବ୍ଦରେ ପ୍ରକମ୍ପିତ ହୋଇ ଉଠୁଥିଲା। ତାହା ଆକାଶ ଓ ପୃଥିବୀକୁ ଉଭୟଙ୍କୁ ପ୍ରତିଧ୍ୱନିତ କରି ଧୃତରାଷ୍ଟ୍ରର ପୁତ୍ରମାନଙ୍କର ହୃଦୟକୁ ବିଦାରଣ କରୁଥିଲା। ସଘୋଷଧାର୍ତ୍ତରାଷ୍ଟ୍ରାଣାଂ ହୃଦୟାନି ବ୍ୟଦାରୟତ୍ ନଭଶ୍ଚ ପୃଥିବୀଂ ଚୈବ ତୁମୁଳ ଅଭ୍ୟନୁନଦାୟନ୍। ଏହିପରି ଅସ୍ୱାଭାବିକ ପରିସ୍ଥିତିରେ ଅର୍ଜୁନ କିପରି ଗୀତା ଜ୍ଞାନ ଶୁଣିପାରିଥିଲେ? ଗୀତା ପ୍ରକରଣର ଅନେକ ବର୍ଷ ପରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦ ନାମରେ ପ୍ରସ୍ତୁତ କରି ଗ୍ରନ୍ଥ ରୂପ ଦିଆଯାଇଥିବା କଥା ଏଥିରେ କେତେକ ଶ୍ଲୋକକୁ ଅନୁଶୀଳନ କଲେ ବୁଝିହେବ। ଗୀତା ଜ୍ଞାନ ଶୁଣାଇ ସାରିଲା ପରେ ଭଗବାନ କହୁଛନ୍ତି, ଯିଏ ଏହି ଗୀତା ଶାସ୍ତ୍ରକୁ ମୋର ଭକ୍ତମାନଙ୍କୁ ଶୁଣାଇବ, ସେ ମୋଠାରେ ପରାଭକ୍ତି ପ୍ରାପ୍ତ କରି ମୋତେ ହିଁ ନିଃସନ୍ଦେହରେ ପ୍ରାପ୍ତ ହେବ। ଏ ପୃଥିବୀରେ ତା ଅପେକ୍ଷା ଅଧିକ ପ୍ରିୟ ସେବକ ମୋର ଆଉ କେହି ନାହିଁ କିମ୍ବା ଆଉ କେହି ହେବେ ନାହିଁ। ଯଦି ଆମ ଦୁହିଁଙ୍କର ଏ ଧର୍ମ ସମ୍ବାଦକୁ ପାଠ କରିବ, ତାହାଦ୍ୱାରା କରାଯାଉଥିବା ସର୍ବଶ୍ରେଷ୍ଠ ଜ୍ଞାନ ଯଜ୍ଞ ଦ୍ୱାରା ମୁଁ ପୂଜିତ ହେବି। କ୍ରମଶଃ ଓମ୍ ଶାନ୍ତି।